ମୋ ଭାଇକି ମାରିଦେଲେ। ମକର ଯାତ୍ରାରେ ନାରକୀୟ କାଣ୍ଡ ଘଟାଇଲେ ଦୁର୍ବୃତ୍ତ। ମକର ଯାତ୍ରା ଦେଖିବାକୁ ଯାଇ ଆଉ ଫେରିଲାନି ପୁଅ। ଏପଟେ ଘରକୁ ଆସିଲା ପୁଅର ମୃତ୍ୟୁ ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଲା ହତ୍ୟାକାଣ୍ଡ। ନିର୍ମମ ଭାବେ ହତ୍ୟାକାଣ୍ଡ ଭିଆଇଲେ ଦୁର୍ବୃତ୍ତ। ଘଟଣା ହେଉଛି ବାଙ୍କୀ ଥାନା ଅନ୍ତର୍ଗତ ରତାକଣ ପଞ୍ଚାୟତର ଗୋବିନ୍ଦପୁର ଗାଁର, ଯେଉଁଠି ଘଟିଛି ଏଭଳି ଅଭାବନୀୟ ଘଟଣା। ବାଙ୍କୀ ଥାନା ଅନ୍ତର୍ଗତ ରତାକଣ ପଞ୍ଚାୟତର ଗୋବିନ୍ଦପୁର ଗାଁରେ ସଂଘବଦ୍ଧ ଆକ୍ରମଣରେ ଜୀବନ ଚାଲିଯାଇଛି ସେହି ଗାଁର ସୁମନ ସାହୁଙ୍କର। ଆଉ ଏପଟେ ଘର ପରିବାରରେ ପଡିଛି କାନ୍ଦ ବୋବାଳି। ଏମିତି ଛାତିଥରା ଘଟଣା ଯୋଗୁଁ ଏବେ ସାରା ଗାଁ ନିସ୍ତବ୍ଧ ହୋଇପଡିଛି। ଭାଇକି ମାରିଦେଲେ। ମିଶିକି କଥା ହେଇକି ମୋ ଭାଇକି ମାରିଦେଲେ। ମୋ ବାପା ଗୋଟେ ବୋଲି ପୁଅ ଆମର ଆଗକୁ ବସିକି କେହି ନାହାନ୍ତି। ଆମର ଦେବେ ନ୍ୟାୟ ନ ଦେବେ ବିଶ୍ୱାସ ଗାଈ ମାରିବୁ। ମୋ ପୁଅକୁ କେତେ ପାଲ ପାଲ କରି ମାରିଛନ୍ତି। ତାକୁ ମାନୁଛି ସେମିତି ଦଣ୍ଡ ମିଳୁ। ଆମେ ମାନେ କାନ୍ଦି ମୋ ବୋଉ ମରିବା ଉପରେ ହେଲାଣି। ସେ ଘରେ ବସିଛନ୍ତି। ଏବଂ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଯୁବକଙ୍କ ମୃତ୍ୟୁ ପରେ ଗାଁରେ ଏବେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ଅନ୍ୟପଟେ ଉକ୍ତ ହତ୍ୟା ଘଟଣାରେ 11 ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ସମ୍ପୃକ୍ତ ଥିବା ମୃତ ସୁମନଙ୍କ ଭଉଣୀ ସାଂଘାତିକ ଅଭିଯୋଗ ଆଣିଛନ୍ତି ଏବଂ ପରିବାର ଲୋକେ ଏବେ ନ୍ୟାୟ ପାଇଁ ବାଙ୍କୀ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ 6 ଜଣଙ୍କୁ ଗିରଫ କରିଛି ବାଙ୍କୀ ପୋଲିସ। ଏବଂ ଶବ ବ୍ୟବଚ୍ଛେଦ ପରେ ସୁମନଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟମାନେ ଫେରାର ଆସାମୀକୁ ଧରିବା ପାଇଁ ବାଙ୍କୀ ପୋଲିସର ଉଦ୍ୟମ ଜାରି ରହିଛି। କଟକ ବାଙ୍କୀରୁ ଶୁଭେନ୍ଦୁ ମହାପାତ୍ରଙ୍କ ରିପୋର୍ଟ, ବାଙ୍କୀ ମିରର।